ଜୁନ୍ 1ରୁ ଆରମ୍ଭ ହେଉଥିବା ଟି20 ବିଶ୍ୱକପରେ ରୋହିତ ଶର୍ମା ଖେଳିବେ ତ। କେବଳ ଖେଳିବେ ନାହିଁ ବରଂ ଭାରତର ନେତୃତ୍ୱ ମଧ୍ୟ ନେବେ ତ। ଆଜି ବିସିସିଆଇ ସମ୍ପାଦକ ଜୟ ଶାହ ଏହା ନିଶ୍ଚିତ କରିଛନ୍ତି। ତାଙ୍କ କହିବା କଥା ଯେ ରୋହିତ ଶର୍ମାଙ୍କ କ୍ୟାପ୍ଟେନ୍ସିରେ ଭାରତ ଟି20 ବିଶ୍ୱକପ୍ ଜିତିବ। ଏହା ପୂର୍ବରୁ ଶ୍ରୀ ଶାହ ଆଜି ନିରଞ୍ଜନ ଶାହ ଷ୍ଟାଡିୟମର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ରୋହିତ ଟି20 ବିଶ୍ୱକପରେ ଭାରତର ନେତୃତ୍ୱ ନେବେ ବୋଲି ସେ କହିଛନ୍ତି। ଜୟ ଶାହ କହିଛନ୍ତି ଆମେ 2023 ଦିନିକିଆ ବିଶ୍ୱକପ ହାରି ଯାଇଛୁ ସତ, କିନ୍ତୁ ଆମେ କ୍ରମାଗତ 10ଟି ମ୍ୟାଚ୍ ଜିତି ସମସ୍ତଙ୍କ ହୃଦୟକୁ ଜିତି ପାରିଛୁ। ମୁଁ ଏବେ ନିଶ୍ଚିତ ଯେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ 2024 ଟି20 ବିଶ୍ୱକପ ଟ୍ରଫି ବାରବର୍ଷରେ ଉଠାଇବ। 2022 ଟି20 ବିଶ୍ୱକପ ସେମି ଫାଇନାଲରେ ଭାରତ ହାରିବା ପରଠାରୁ ରୋହିତ ଶର୍ମା ଟି20 ମ୍ୟାଚ୍ ଖେଳି ନଥିଲେ, କିନ୍ତୁ ନିକଟରେ ଶେଷ ହୋଇଥିବା ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ରେ ସେ କମବ୍ୟାକ କରିଥିଲେ। ପ୍ରଥମ 2 ମ୍ୟାଚ୍ରେ ବ୍ଲକ୍ ମାରିଥିବା ରୋହିତ ଶେଷ ଟି20ରେ ଶତକ ହାସଲ କରି ନିଜ ଦକ୍ଷତାର ପରିଚୟ ଦେଇଥିଲେ। ତଥାପି ରୋହିତ ଟି20 ବିଶ୍ୱକପରେ ଭାରତର ନେତୃତ୍ୱ ନେବେ କି ନାହିଁ ତାହାକୁ ନେଇ ସସରା ଲାଗି ରହିଥିଲା। ହେଲେ ଆଜି ଜୟ ଶାହ ନିଶ୍ଚିତ କରିଛନ୍ତି ଯେ ରୋହିତ ଶର୍ମା ହିଁ ଭାରତର କମାଣ ଟି20 ବିଶ୍ୱକପରେ ସମ୍ଭାଳିବେ। ରୋହିତ କ୍ୟାପ୍ଟେନ୍ସି କରିବାକୁ ଯାଉଥିବାରୁ ବିରାଟ କୋହଲି ମଧ୍ୟ ଟି20 ବିଶ୍ୱକପ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି। 2 ବରିଷ୍ଠ ଖେଳାଳି ବିଶ୍ୱକପ ଖେଳିବାକୁ ଇଚ୍ଛୁକ ଥିବା ଜାନୁଆରୀ ମାସରେ ରିପୋର୍ଟ ମଧ୍ୟ ପ୍ରକାଶ ପାଇଥିଲା। ଟି20 ବିଶ୍ୱକପ ଜୁନ୍ 1ରୁ 29 ଯାଏଁ ଆମେରିକା ଓ ୱେଷ୍ଟଇଣ୍ଡିଜରେ ଅନୁଷ୍ଠିତ ହେବ। ଭାରତ ତାର ବିଶ୍ୱକପ ଅଭିଯାନ ଆୟର୍ଲ୍ୟାଣ୍ଡ ବିପକ୍ଷରୁ ଆରମ୍ଭ କରିବେ। ଏହି ମ୍ୟାଚ୍ଟି ଜୁନ୍ 5ରେ ନ୍ୟୁୟର୍କରେ ଖେଳାଯିବ। ଜୁନ୍ 9ରେ ଦଳ ପାକିସ୍ତାନ ଓ ଜୁନ୍ 15ରେ କାନାଡାକୁ ଭେଟିବେ।